ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ଯଦି ଆପଣମାନେ ରାଜ୍ୟ ସରକାରଙ୍କ ତରଫରୁ ଚାଷୀ ଭାଇ ଭଉଣୀମାନଙ୍କୁ ମିଳୁଥିବା ସିଏମ୍ କିଷାନ ଯୋଜନାରେ ନୂଆ ଆବେଦନ କରିବା ପାଇଁ ଚାହୁଁଛନ୍ତି, ତାହେଲେ ବର୍ତ୍ତମାନ ଆପଣମାନଙ୍କର ପଞ୍ଜୀକରଣ ଆରମ୍ଭ ହୋଇଯାଇଛି। ତ ଗତ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ଯେଉଁ ସିଏମ୍ କିଷାନ ଯୋଜନାର ସହାୟତା ରାଶି ପ୍ରଦାନ କରାଯାଇଥିଲା, ସେଥିରେ ବହୁତ ଜଣ ହିତାଧିକାରୀ ଯେଉଁମାନେ ନୂଆ ଆବେଦନ କରିଥିଲେ ବା ପୂର୍ବରୁ ଆପଣମାନଙ୍କର କୌଣସି କାରଣରୁ ସିଏମ୍ କିଷାନ ଯୋଜନାର ଟଙ୍କାଟି ପେଣ୍ଡିଂ ଥିଲା, ତ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ସେହି ସବୁ ଚାଷୀମାନଙ୍କ ନାଁ ଯାହାକି ସିଏମ୍ କିଷାନ ଯୋଜନାରୁ ବାଦ କରିଦିଆଯାଇଛି। ତେଣୁ ଆପଣମାନେ ଦୀର୍ଘ ଦିନ ଧରି ଗୋଟେ ଅପେକ୍ଷାରେ ଥିଲେ ଯେ ସିଏମ୍ କିଷାନରେ ନୂଆ ପଞ୍ଜୀକରଣ କେବେ ଆରମ୍ଭ ହେବ। କାରଣ ପଞ୍ଜୀକରଣ ଅପସନ୍ଟି ଯେଉଁଟାକି ଥିଲା ଆପଣମାନଙ୍କର ବନ୍ଦ କରାଯାଇଥିଲା ଏବଂ ରାଜ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ ସିଏମ୍ କିଷାନ ଯୋଜନାରେ ନୂଆ ପଞ୍ଜୀକରଣ କରିବା ପାଇଁ ଯେଉଁଟାକି ଗାଇଡ଼ଲାଇନ୍ ମଧ୍ୟ ଆସିଯାଇଛି। ତ କେଉଁ ଗାଇଡ଼ଲାଇନ୍ ହିସାବରେ ଆପଣମାନଙ୍କର ପଞ୍ଜୀକରଣ ହେବ, କେଉଁ ଡକୁମେଣ୍ଟ ଆବଶ୍ୟକତା ହେବ ଏବଂ ବର୍ତ୍ତମାନ ଯେଉଁ ପଞ୍ଜୀକରଣ ପାଇଁ କ'ଣ ନୂଆ ନିୟମ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଛି, ଆସନ୍ତୁ ଆଜିର ଏହି ଭିଡ଼ିଓରେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ ସିଏମ୍ କିଷାନ ଯୋଜନା ଯେଉଁଟାକି ପୂର୍ବ ସରକାର ଆମର କାଳିଆ ଯୋଜନା ବୋଲି ଯୋଜନାଟି ଆରମ୍ଭ କରିଥିଲେ, ତ ସେହି ଯୋଜନା ପରିବର୍ତ୍ତନ କରି ନୂତନ ସରକାର ଏହାକୁ ସିଏମ୍ କିଷାନ ଯୋଜନାର ନାଁ ଦେଇଥିଲେ। ତେଣୁ ଯେତେବେଳେ ସିଏମ୍ କିଷାନ ଯୋଜନାରେ କଥା ଉଠୁଛି, ସେଠି ଆପଣମାନଙ୍କର ଦୁଇ ପ୍ରକାର ଫ୍ୟାମିଲି ବା ଦୁଇ ପ୍ରକାର ଚାଷୀଙ୍କୁ ଯାହାକି ସହଯୋଗ ମିଳିଥାଏ। ଜଣେ ରହିଛନ୍ତି ଭୂମିହୀନ ପରିବାରର ଏବଂ ଆଉ ଜଣେ ରହିଛନ୍ତି ଆମର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ। କ୍ଷୁଦ୍ର ନାମମାତ୍ର ଚାଷୀ ଯେଉଁମାନେ କି ବାର୍ଷିକ 4,000 ଟଙ୍କା ସହାୟତା ରାଶି ଦୁଇ ହଜାର ହିସାବରେ ଦୁଇଟି କିସ୍ତିରେ 4,000 ଟଙ୍କା ପାଇଥାନ୍ତି ଏବଂ ଭୂମିହୀନ ପରିବାରରେ ଯେଉଁମାନେ ଆବେଦନ କରିବେ ସେମାନଙ୍କର ଯାହାକି ମୋଟ 12,500 ଟଙ୍କା ମିଳିଥାଏ। ତେଣୁ ତା ପୂର୍ବରୁ ଆପଣମାନଙ୍କର ଆବେଦନ କରିବା ପାଇଁ ଯେଉଁ ଗାଇଡ଼ଲାଇନ୍ ଥିଲା, ସେଥିରେ ଆପଣମାନେ କେମିତି ଆବେଦନ କରୁଥିଲେ ନା ସର୍ବପ୍ରଥମେ ଆପଣମାନଙ୍କର ରାସନ କାର୍ଡ଼ ଥିବା ନିହାତି ଦରକାର। ଯେଉଁମାନଙ୍କ ପାଖରେ ରାସନ କାର୍ଡ଼ ଅଛି ସେମାନେ କ୍ଷୁଦ୍ର ନାମମାତ୍ର ଚାଷୀରେ ଆବେଦନ କରୁଥିଲେ ଏବଂ ତାଙ୍କର କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ପଡୁଥିଲା, ଡିବିଟି ଆକ୍ଟିଭ କରିବା ପାଇଁ ପଡୁଥିଲା। ତାପରେ ଆପଣମାନଙ୍କର ଯାଇକି ଭେରିଫିକେସନ କରି ଟଙ୍କା ମିଳୁଥିଲା। କିନ୍ତୁ ବର୍ତ୍ତମାନ ସେହି ନିୟମଟି ସରକାର ପରିବର୍ତ୍ତନ କରିଦିଆଯାଇଛନ୍ତି ଏବଂ ବର୍ତ୍ତମାନ ଆପଣମାନେ ଯଦି ସିଏମ୍ କିଷାନ ପୋର୍ଟାଲ ଓପନ୍ କରିବେ, ଏଠି ଦେଖନ୍ତୁ କ୍ଲିୟରଲି ଆପଣମାନଙ୍କର ମେନସନ କରାଯାଉଛି ଯେ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ଇଜ୍ ମ୍ୟାଣ୍ଡେଟୋରି ଫର୍ ରେଜିଷ୍ଟ୍ରେସନ ଅଣ୍ଡର ସିଏମ୍ କିଷାନ ପୋର୍ଟାଲ। ଅର୍ଥାତ୍ ବର୍ତ୍ତମାନ ଯେଉଁମାନେ ନୂଆ କରି ପଞ୍ଜୀକରଣ କରିବେ ବା ଯେଉଁମାନଙ୍କର ନାଁ କଟିଯାଇଛି, ସେମାନେ ଯଦି ପୁଣି ଥରେ ସିଏମ୍ କିଷାନ ଯୋଜନାରେ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କର ଏଗ୍ରି ଷ୍ଟକ୍ ଫାର୍ମର ରେଜିଷ୍ଟ୍ରେସନ କରିବା ମ୍ୟାଣ୍ଡେଟୋରି ଅଟେ। ଆପଣମାନେ ସମସ୍ତେ ଜାଣିଥିବେ ଏଗ୍ରି ଷ୍ଟକ୍ ଫାର୍ମର ମ୍ୟାଣ୍ଡେଟୋରି ବା ଫାର୍ମର ଆଇଡି ବନେଇବା ପାଇଁ ହେଲେ ଆପଣମାନଙ୍କର ନିଜ ନାମରେ ଜମି ଥିବା ନିହାତି ଦରକାର। ତେଣୁ ବର୍ତ୍ତମାନ ସରକାରଙ୍କ ତରଫରୁ ଏହି ପଦକ୍ଷେପ ଯାହାକି ନିଆଯାଇଛି ଏବଂ ଯେଉଁ ପଞ୍ଜୀକରଣ ଅପସନ୍ଟି ବନ୍ଦ ଥିଲା, ବର୍ତ୍ତମାନ ଦେଖନ୍ତୁ ସେଇଟା ଓପନ୍ ହେଇଯାଇଛି। ତେଣୁ ଟିକେ ସର୍ଭର ଇସ୍ୟୁ ଅଛି, ଆଜି ଯାହାକି ଏଇଟା ଅପଡେଟ୍ ହେଇଛି। ଆସନ୍ତା କାଲିଠାରୁ ନୂଆ ପଞ୍ଜୀକରଣ ଆରମ୍ଭ ହୋଇଯିବ। ତେଣୁ ଯେଉଁମାନେ ନୂଆ ପଞ୍ଜୀକରଣ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କର ଆବଶ୍ୟକ ଡକୁମେଣ୍ଟ ହିସାବରେ ଆପଣମାନଙ୍କର କୃଷକ ଓଡ଼ିଶା ପଞ୍ଜୀକରଣ, ଆପଣମାନଙ୍କର ଭ୍ୟାଲିଡ୍ ରାସନ କାର୍ଡ଼, ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ଏବଂ ଆଧାର ମୋବାଇଲ ନମ୍ବର ଲିଙ୍କ, ଏହି ଚାରୋଟି ଡକୁମେଣ୍ଟ ଆପଣମାନେ ରେଡି କରି ରଖନ୍ତୁ। ଆସନ୍ତା କାଲିଠାରୁ ଆପଣମାନଙ୍କର ସିଏମ୍ କିଷାନର ନୂଆ ପଞ୍ଜୀକରଣ ଆରମ୍ଭ ହୋଇଯିବ। ତେଣୁ ସିଏମ୍ କିଷାନର ନୂଆ ପଞ୍ଜୀକରଣ କରି ଯେଉଁ ଚାଷୀ ଭାଇ ଭଉଣୀମାନେ ସହାୟତା ରାଶି ପାଇବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଏହି ଭିଡ଼ିଓଟି ନିହାତି ସେୟାର କରିଦିଅନ୍ତୁ। ଆପଣମାନଙ୍କର ଯଦି ସିଏମ୍ କିଷାନ ଯୋଜନାରୁ ନାଁ କଟିଛି ଏବଂ ଆପଣମାନେ ପୁଣି ଥରେ ନିଜର ନାମ ଯୋଡ଼ିବା ପାଇଁ ଚାହୁଁଛନ୍ତି, ତାହେଲେ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ଆପଣମାନେ ବନେଇ ନିଅନ୍ତୁ। ଯେଉଁମାନଙ୍କ ପାଖରେ ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ନାହିଁ, ଡେସ୍କ୍ରିପସନରେ କେମିତି ଆପଣମାନେ ବନେଇବେ ତାର ଲିଙ୍କ ମୁଁ ଲଗେଇଦେବି। ଆପଣମାନେ ଡାଇରେକ୍ଟ ଯାଇକି ଦେଖି ଏଗ୍ରି ଷ୍ଟକ୍ ଫାର୍ମର ଆଇଡି ବନେଇ ଦେବେ। ତାପରେ ଯାଇ ଆପଣମାନଙ୍କର ପଞ୍ଜୀକରଣ ହେବ। ତେଣୁ ବର୍ତ୍ତମାନ ଆପଣମାନେ ସିଏମ୍ କିଷାନରେ ଯଦି ଯୋଡ଼ି ହେବା ପାଇଁ ଚାହୁଁଛନ୍ତି, ତାହେଲେ ଏହି ଚାରୋଟି ଡକୁମେଣ୍ଟ ରେଡି କରନ୍ତୁ। ପୋର୍ଟାଲ ଆପଣମାନଙ୍କର ବର୍ତ୍ତମାନ ଯାଇକି ସ୍ମୁଥଲି ଚାଲିବ। ଆଉ ଆସନ୍ତା କାଲିଠାରୁ ପଞ୍ଜୀକରଣର ଡିଟେଲ୍ସ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯାହାଦ୍ୱାରା କି ଆପଣମାନଙ୍କର ଯଦି ପଞ୍ଜୀକରଣ କୌଣସି ପ୍ରୋବ୍ଲେମ୍ ହେବ, ସେ ସମୟରେ ଆପଣମାନେ ମୋ ସହିତ ମଧ୍ୟ ଡାଇରେକ୍ଟ କଣ୍ଟାକ୍ଟ କରିପାରିବେ। ତେଣୁ ଏହା ଥିଲା ଆଜିର ଅପଡେଟ୍। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭଲ ଲାଗିଥିବ। ତ ଯଦି ଭିଡ଼ିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନେ ସିଏମ୍ କିଷାନ ଯୋଜନାରେ ଆବେଦନ କରିବା ପାଇଁ ଚାହୁଁଛନ୍ତି କି ନାହିଁ କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।